କିଏ କ'ଣ ପାଇଲେ ଆନନ୍ଦ ହୁଏ। ଭୋଜନ ପାଇଲେ ବିପ୍ରମାନେ, ନବ ତୃଣ ପାଇଲେ ଗୋରୁମାନେ, ମେଘ ଦେଖିଲେ ମୟୂରମାନେ, ଉତ୍ସାହିତ ପତିକୁ ଦେଖି ନାରୀମାନେ, ଅନ୍ୟର ମଙ୍ଗଳ ଦେଖି ମହତ ଲୋକମାନେ, ପରର ଅନିଷ୍ଟ ଦେଖି ଖଳମାନେ ସଦା ଆନନ୍ଦ ହୁଅନ୍ତି। ଶ୍ରୀକୃଷ୍ଣ କୁହନ୍ତି, ରାତି ଯେତେ ଅଧିକ ଅନ୍ଧାର ହୋଇଥାଏ ତାରାମାନେ ସେତେ ଅଧିକ ଚମକିଥାନ୍ତି। ଦୁଃଖ ଯେତେ ଗଭୀର ହୋଇଥାଏ ଈଶ୍ୱର ସେତେ ଅଧିକ ନିକଟରେ ଥାନ୍ତି। ସେଥିପାଇଁ ପ୍ରତ୍ୟେକ ଅନ୍ଧାର ରାତି ପରେ ସକାଳ ଆସିବା ନିଶ୍ଚିତ ଏବଂ ପ୍ରତ୍ୟେକ କଷ୍ଟକର ପରିସ୍ଥିତି ପରେ ଭଲ ସମୟ ଆସିବା ନିଶ୍ଚିତ। କୌଣସି ରାଜା ବାରମ୍ବାର ଆଦେଶ ଦିଅନ୍ତି ନାହିଁ। ଜଣେ ରାଜା ଥରେ ଯେଉଁ ଆଦେଶ ଦିଅନ୍ତି ଆଉ ବଦଳା ଯାଇପାରେ ନାହିଁ। ରାଜାଙ୍କ ପରି ପଣ୍ଡିତମାନେ କୌଣସି କାର୍ଯ୍ୟ ପୂରଣ ଲାଗି ଥରେ ହିଁ କହନ୍ତି। ଜଣେ ପଣ୍ଡିତଙ୍କ ପାଟିରୁ କୌଣସି କାମ କରିବାକୁ ଥରଟିଏ ବାହାରିଗଲେ ପ୍ରାଣ ଯାଉ ପଛେ ବଚନ ନ ଯାଉ କଥାଟା ତାଙ୍କ ପାଇଁ ଲାଗୁ ହୁଏ। ପୁଅ ବାହାଘର କରି ବୋହୂ ଆଣିବା ପାଇଁ ତ ସମସ୍ତେ ଇଚ୍ଛା କରନ୍ତି, କିନ୍ତୁ ବୋହୂର ମର୍ଯ୍ୟାଦା ବୁଝିବା ସମୟ ଆସିଲେ ପଛଘୁଞ୍ଚା ଦିଅନ୍ତି ଆଉ ତାକୁ ସାତ ପର ବୋଲି ମାନିଥାନ୍ତି। ଏମିତିକି ଯିଏ ବାହା ହୋଇଥାଏ ବି ଝିଅଟିର ସମ୍ମାନକୁ ଖାତିର କରେ ନାହିଁ। ପର ଝିଅକୁ ନିଜର କରିପାରିବା ନାହିଁ, ଘରକୁ ଆଣିବାର ମାନେ କ'ଣ? ଆହେ ଦୟାମୟ ଜଗତ ଠାକୁର, ସବୁରି ମୂଳରେ ତୁମେ ନ କରିଲେ ଦୟା ହେବ ସର୍ବନାଶ। ବଞ୍ଚି ପାରିବିନି ଧାମେ, ଆଖି ଲୁହ ମୋର ଆଖିରେ ମରୁଛି, ରଖିବାକୁ ନାହିଁ ଜାଗା। କେବେ ତୁ ବୁଝିବୁ ମୋ ଲୁହର କଥା, ଆରେ ତୁ ହିଁ ଜଗା। ପୃଥିବୀ, ଅଗ୍ନି, ଯମ, ରାଜା, ପିତା, ଚୋର, ଭିକ୍ଷୁକ, ଗୋରୁ, ଲୋଭୀ, ସମୁଦ୍ର, ଯୁବତୀ ନାରୀ, ରାଣ୍ଡି, ବ୍ରାହ୍ମଣ, ଯୋଗୀ, ରୋଗୀ, ଭୋଗୀ ଏମାନେ ଯେତେ ପାଇଲେ ମଧ୍ୟ ଅସନ୍ତୁଷ୍ଟ ରୁହନ୍ତି। ଚୋର, ଜାର, ପୁରୁଷ କାମାନ୍ଧ, ଉଦାର୍ଥ, ଲୋଭୀ, ଚିନ୍ତାଗ୍ରସ୍ତ, ରୋଗୀ, ଯୋଗୀ, ଶତ୍ରୁ ଆକ୍ରାନ୍ତ ବ୍ୟକ୍ତିକୁ ନିଦ ଲାଗେ ନାହିଁ। ଯେ କଥାରେ ଅଛି, କଷ୍ଟ କଲେ କୃଷ୍ଣ ମିଳେ। ଠିକ୍ ସେହିପରି ଯଦି ଆପଣ ନିଜ ଭବିଷ୍ୟତ ପାଇଁ ଆଜିଠୁ ପରିଶ୍ରମ କରିବେ, ତାହାର ଫଳ ଆପଣଙ୍କୁ ଭବିଷ୍ୟତରେ ନିଶ୍ଚୟ ପ୍ରାପ୍ତ ହେବ। କଇଁଛ ତାହାର ଶିଶୁ ପ୍ରତି ସଜାଗ ହୋଇ ରହିଥାଏ, ପକ୍ଷୀ ତାହାର ଶାବକକୁ ସ୍ପର୍ଶ କରିଥାଏ। ସେହିପରି ମଣିଷ ନିଜର ସନ୍ତାନକୁ ନଜରରେ ରଖି ସତ୍ ଲୋକଙ୍କ ମେଳରେ ରଖିବା ଉଚିତ। ଜୟ ଶ୍ରୀ ଜଗନ୍ନାଥ।